ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କ ଘରେ 60 ବର୍ଷରୁ ଉର୍ଦ୍ଧ୍ୱ ସିନିୟର ସିଟିଜେନ୍ ବା ବରିଷ୍ଠ ନାଗରିକ ରହୁଛନ୍ତି, ତାହେଲେ ଏହି ଭିଡ଼ିଓଟି ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ଅଟେ। କାରଣ ଆପଣମାନେ ଜାଣିଥିବେ ବିଭିନ୍ନ ଜାଗାରେ ବରିଷ୍ଠ ନାଗରିକ ବା ସିନିୟର ସିଟିଜେନ୍ ମାନଙ୍କ ପାଇଁ ବହୁତ ସାରା ସ୍ପେଶାଲ ଯୋଉଟାକି ଆପଣମାନଙ୍କର ବନ୍ଦୋବସ୍ତ କରାଯାଏ। ଯେମିତିକି ଆପଣମାନେ ଯଦି ବସ୍‌ରେ ଯାତାୟାତ କରୁଛନ୍ତି, ଟ୍ରେନ୍‌ରେ ଯାତାୟାତ କରୁଛନ୍ତି କିମ୍ବା କୌଣସି ଆପଣମାନଙ୍କର ବିମାନ ବନ୍ଦରକୁ ଯାଉଛନ୍ତି, ସେ ସମୟରେ ଆପଣମାନେ ଦେଖିଥିବେ ସବୁ ଜାଗାରେ ସିନିୟର ସିଟିଜେନ୍ ମାନଙ୍କ ପାଇଁ କିଛି ସୁବିଧା ଯୋଉଟାକି ବା କିଛି ସ୍ପେଶାଲ ବ୍ୟବସ୍ଥା କରାଯାଏ। ଏମିତିକି ଆପଣମାନଙ୍କର ଯଦି ହସ୍ପିଟାଲ ଯାଉଛନ୍ତି ବା କିଛି ମେଡିସିନ କ୍ରୟ କରୁଛନ୍ତି, ବହୁତ ଜାଗାରେ ଆମେ ଯଦି ଦେଖିବା ତ ସିନିୟର ସିଟିଜେନ୍ ମାନଙ୍କ ପାଇଁ ବହୁତ ସାରା ବ୍ୟବସ୍ଥା ରହିଛି। ତ ଏଇ ସିନିୟର ସିଟିଜେନ୍ ମାନଙ୍କ ପାଇଁ ଆମ ଓଡ଼ିଶା ପୋଲିସ ତରଫରୁ ବା ସିଟିଜେନ୍ ଆପଣମାନଙ୍କର ଯୋଉମାନେ ରହିଛନ୍ତି ସେମାନଙ୍କ ପାଇଁ ଗୋଟେ ସିନିୟର ସିଟିଜେନ୍ କାର୍ଡର ବ୍ୟବସ୍ଥା କରାଯାଇଛି। ତ ଏଇ ସିନିୟର ସିଟିଜେନ୍ କାର୍ଡକୁ ନେଇ ଦୀର୍ଘ 3ରୁ 4 ଦିନ ହବ ଆପଣମାନଙ୍କର ବହୁତ ସାରା ମେସେଜ ଯୋଉଟାକି ମୋ ପାଖକୁ ଆସୁଛି। ବହୁତ ଜଣ ପଚାରୁଛନ୍ତି ଯେ ସିନିୟର ସିଟିଜେନ୍ କାର୍ଡ କଣ? ଏଇଟା ଆମେ ଆବେଦନ କରିବା କେମିତି? ଆବେଦନ କଲେ କଣ କଣ ବେନିଫିଟ ମିଳିବ? ଆସନ୍ତୁ ଆଜିର ଏହି ଭିଡ଼ିଓରେ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରି ଅଲ୍‌ରେ ସେଟ୍ କରିଦେବେ। ତ ଦେଖନ୍ତୁ, ଯୋଉ ସିନିୟର ସିଟିଜେନ୍ କାର୍ଡ ବା ବରିଷ୍ଠ ନାଗରିକ କାର୍ଡ କଥା କହିବା, ଏଇଟା ଆପଣମାନଙ୍କର କଣ ନା ଆମର ଓଡ଼ିଶା ସରକାରଙ୍କ ତରଫରୁ ଓଡ଼ିଶା ପୋଲିସ ବା ଯୋଉ ହୋମ୍ ଡିପାର୍ଟମେଣ୍ଟ ସିଟିଜେନ୍ ପୋର୍ଟାଲ ମାଧ୍ୟମରେ ଯୋଉମାନଙ୍କ ବୟସ 60 ବର୍ଷରୁ ଉର୍ଦ୍ଧ୍ୱ ଅଛି, ସେମାନଙ୍କୁ ଯାହାକି ଗୋଟେ ସିନିୟର ସିଟିଜେନ୍ କାର୍ଡ ପ୍ରଦାନ କରାଯାଉଛି। ତ ଏଇ ସିନିୟର ସିଟିଜେନ୍ କାର୍ଡ ଆପଣମାନେ କେମିତି ଆବେଦନ କରିବେ, ତା ପୂର୍ବରୁ ଜାଣିବା ଦରକାର ଯେ ସିନିୟର ସିଟିଜେନ୍ କାର୍ଡରେ ଆପଣମାନଙ୍କୁ କଣ କଣ ବେନିଫିଟ ମିଳିବ। ଦେଖନ୍ତୁ, ସିନିୟର ସିଟିଜେନ୍ କାର୍ଡ ଆପଣମାନେ ଯଦି ଆବେଦନ କରୁଛନ୍ତି ବା ପାଉଛନ୍ତି, ତ ସିନିୟର ସିଟିଜେନ୍ କାର୍ଡ ପାଇଲା ପରେ ଆପଣମାନଙ୍କୁ ବର୍ତ୍ତମାନ ଆମର ଯେତେବେଳେ କୌଣସି ଜାଗାକୁ ଆପଣମାନେ ଯାତାୟାତ କରୁଛନ୍ତି, ସେ ସମୟରେ ଆପଣମାନଙ୍କୁ ଯାଇକି ସ୍ପେଶାଲ ରିଜର୍ଭେସନ ପ୍ରଦାନ କରାଯାଏ। ଯଦି ଆପଣମାନେ କେବେ ଓଏସ୍ଆରଟିସି ବା ଆମର ଓଡ଼ିଶା ସରକାରଙ୍କ ତରଫରୁ ଯୋଉ ଆମ ବସ୍ ଯାଉଛି ସେଥିରେ ଯାତାୟାତ କରିଥିବେ, ଯେତେବେଳେ ଆପଣମାନେ ଟିକେଟ କରନ୍ତି, ଟିକେଟ କରିବା ସମୟରେ ଯଦି ସିନିୟର ସିଟିଜେନ୍ କାର୍ଡ ଆପଣମାନେ ଦେଖେଇବେ, 50% ଆପଣମାନଙ୍କୁ ଯୋଉଟାକି ରିହାତି ମିଳେ। ଆପଣମାନେ ଯଦି କେବେ ଯାତାୟାତ କରିଥିବେ ତାହେଲେ ଜାଣିଥିବେ। ତ ସେଇ ସବୁ ବସ୍‌ରେ ଆପଣମାନଙ୍କୁ ଏଇ ସବୁ ସୁବିଧା ଯୋଉଟାକି ସିନିୟର ସିଟିଜେନ୍ କାର୍ଡ ଥିଲେ ମିଳିଥାଏ। ଏହା ସହିତ ଯେତେବେଳେ ଆପଣମାନେ ଟିକେଟ କାଟୁଛନ୍ତି ଟ୍ରେନ୍‌ରେ ଯାତାୟାତ କରିବା ପାଇଁ, ସେ ସମୟରେ ଯୋଉ ଲୋୟର ବ୍ରେଥ୍ ବା ଆପଣମାନଙ୍କର ତଳ ସ୍ଲିପର ଯୋଉ ତଳ ଆପଣମାନଙ୍କର ବଗି, ସେଥିରେ ଆପଣମାନେ ଯୋଉଟାକି ଟିକେଟ କରିବା ସମୟରେ ସେମାନଙ୍କୁ ପ୍ରାଥମିକତା ଦିଆଯାଇଥାଏ। ଏହା ସହିତ ବିମାନ ଯାତ୍ରା ସମୟରେ ଆପଣମାନଙ୍କର ବେସ୍ ଫେୟାର ତା ଉପରେ ମଧ୍ୟ କିଛି ରିହାତି ସିନିୟର ସିଟିଜେନ୍ ମାନଙ୍କୁ ପ୍ରଦାନ କରାଯାଏ। ଏହା ସହିତ ବରିଷ୍ଠ ନାଗରିକମାନଙ୍କ ପାଇଁ ପ୍ରତ୍ୟେକ ହସ୍ପିଟାଲରେ ଆପଣମାନେ ଦେଖିଥିବେ ଗୋଟେ ସିନିୟର ସିଟିଜେନଙ୍କ ପାଇଁ ସ୍ପେଶାଲ ଯୋଉଟାକି ଆପଣମାନଙ୍କର ହେଲ୍ପ ଡେସ୍କ ଥାଏ। ଯେତେବେଳେ କୌଣସି ବରିଷ୍ଠ ନାଗରିକ ସେଠି ଯାଉଛନ୍ତି, ତ ସେ ସମୟରେ ଆପଣମାନେ ଯଦି ସିନିୟର ସିଟିଜେନର କାର୍ଡ ଦେଖେଇବେ, ସେଥିରେ ଆପଣମାନଙ୍କୁ ଯାଇକି ଅଗ୍ରାଧିକାର ଦିଆଯିବ ଏବଂ ଆପଣମାନଙ୍କର ପ୍ରଥମ ଯୋଉଟାକି ସେବା ପ୍ରଦାନ କରାଯାଏ। ତା ସହିତ ବିଭିନ୍ନ ପ୍ରକାର ଔଷଧ ଦୋକାନରେ ବା ବିଭିନ୍ନ ପ୍ରକାର ଦୋକାନରେ ଆପଣମାନେ ଦେଖିଥିବେ ସିନିୟର ସିଟିଜେନ୍ ମାନଙ୍କ ପାଇଁ କିଛି ରିହାତି ଥାଏ ଏବଂ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷାର ମଧ୍ୟ ସୁବିଧା ଆପଣମାନେ ଏଇ ସିନିୟର ସିଟିଜେନ୍ କାର୍ଡ ମାଧ୍ୟମରେ ପାଇପାରିବେ। ତ ଏହାର ମାନେ ଏହା ନୁହେଁ ଯେ ଆପଣମାନେ କେବଳ ସିନିୟର ସିଟିଜେନ୍ କାର୍ଡ ବନେଇଲେ ଆପଣମାନଙ୍କୁ ମିଳିବ। ଆପଣମାନଙ୍କର ଯେକୌଣସି ଡକ୍ୟୁମେଣ୍ଟ ଦେଖେଇଲେ ଯଦି ବୟସ ଆପଣମାନଙ୍କର 60 ବର୍ଷରୁ ଉର୍ଦ୍ଧ୍ୱ ଅଛି, ତାହେଲେ ସେଥିରେ ଆପଣମାନଙ୍କର ଏଇ ସିନିୟର ସିଟିଜେନ୍ ହିସାବରେ ଆପଣମାନଙ୍କୁ ସେଇ ସବୁ ସୁବିଧା ମିଳିଥାଏ। ଏହା ସହିତ ଦେଖନ୍ତୁ, ଆମର ଯାତାୟାତ କ୍ଷେତ୍ର ଛଡା ବ୍ୟାଙ୍କିଙ୍ଗ ସେବାରେ ମଧ୍ୟ ଆପଣମାନଙ୍କୁ ବହୁତ ସାରା ଯୋଉଟାକି ସୁବିଧା ମିଳିଥାଏ। ଯେମିତିକି ଆପଣମାନେ ଜାଣିଥିବେ ଯଦି ଆପଣମାନେ ଫିକ୍ସ ଡିପୋଜିଟ୍ କରୁଛନ୍ତି କୌଣସି ବ୍ୟାଙ୍କରେ, ତ ସିନିୟର ସିଟିଜେନ୍ ମାନଙ୍କ ପାଇଁ ଅନ୍ୟାନ୍ୟ ବ୍ୟାଙ୍କ ଅନ୍ୟାନ୍ୟ ହିତାଧିକାରୀମାନଙ୍କ ଅପେକ୍ଷା ବା ଅନ୍ୟାନ୍ୟ ଯୋଉ ଆକାଉଣ୍ଟ ଧାରୀଙ୍କ ଅପେକ୍ଷା ସିନିୟର ସିଟିଜେନ୍ ମାନଙ୍କୁ 0.5% କୋଉ ଜାଗାରେ 0.75% ମଧ୍ୟ ଅଧିକ ଯୋଉଟାକି ଇଣ୍ଟରେଷ୍ଟ ପ୍ରଦାନ କରାଯାଏ। ଠିକ୍ ସେଇଭଳି ଇନକମ୍ ଟ୍ୟାକ୍ସ ଅଫିସରେ ଆପଣମାନଙ୍କର ଯେତେବେଳେ ଇନକମ୍ ଟ୍ୟାକ୍ସ ଦଉଛନ୍ତି, ସେଥିରେ ମଧ୍ୟ ଆପଣମାନଙ୍କୁ କିଛି ଛାଡ଼ ମିଳିଥାଏ। ଏହା ସହିତ ଯଦି ଆପଣମାନେ ସିନିୟର ସିଟିଜେନ୍ ଅଟନ୍ତି, ତାହେଲେ ସେଇ ସିନିୟର ସିଟିଜେନ୍‌ରେ ଆପଣମାନଙ୍କର ଅଦାଲତରେ କୌଣସି କାର୍ଯ୍ୟ ପଡ଼ିଲେ ପ୍ରାଥମିକତା ଦିଆଯାଏ। ବିଏସ୍‌ଏନ୍‌ଏଲ୍‌ରେ ଆପଣମାନେ ଜାଣିଥିବେ ବିଏସ୍‌ଏନ୍‌ଏଲ୍ ଅଫିସରେ ବିଲ୍ ଛାଡ଼ର ମଧ୍ୟ ବ୍ୟବସ୍ଥା ରହିଛି। ତା ସହିତ ସିନିୟର ସିଟିଜେନ୍ ମାନଙ୍କୁ ବିଭିନ୍ନ ଜାଗାରେ ଏଇ ସିନିୟର ସିଟିଜେନ୍ କାର୍ଡ ମାଧ୍ୟମରେ ଯୋଉଟାକି ବେନିଫିଟ ମିଳିଥାଏ। ତେଣୁ ସମସ୍ତଙ୍କର ଯୋଉ ଡାଉଟଟି ରହିଛି ଯେ ସିନିୟର ସିଟିଜେନ୍ କାର୍ଡ କଲେ
ଆମକୁ କିଛି ଟଙ୍କା ମିଳିବ। ତେଣୁ ଏହାର ଫାଇଦା ମଧ୍ୟ ବହୁତ ଜଣ ନେବେ। ମୁଁ ବାରମ୍ବାର ଦେଖି ସାରିଲିଣି। ବହୁତ ଜଣ ଯାଇକି ବର୍ତ୍ତମାନ ଆମର ସିଏସସି ସେଣ୍ଟର ବା ଅନଲାଇନ ସେଣ୍ଟରରେ ଆପଣମାନଙ୍କୁ କମ୍ପଲସରି କହୁଛନ୍ତି ଯେ ସିନିୟର ସିଟିଜେନ କାର୍ଡ ବନେଇବା ପାଇଁ। ଦେଖନ୍ତୁ ସିନିୟର ସିଟିଜେନ କାର୍ଡ ବନେଇବା ବା ନ ବନେଇବା ସେଥିରେ କିଛି ମ୍ୟାଟର କରେନି। କିନ୍ତୁ ଏହି କାର୍ଡ ଆପଣମାନଙ୍କ ପାଖରେ ଥିଲେ ଏହି ସବୁ ସୁବିଧା ଆପଣମାନଙ୍କୁ ମିଳେ। ତ ଯଦି ୟାକୁ ଆବେଦନ କରିବା ପାଇଁ ଚାହିଁବେ ତାହେଲେ ଓଡ଼ିଶା ସରକାରଙ୍କର ବା ଓଡ଼ିଶା ପୋଲିସର ଯୋଉ ସିଟିଜେନ ପୋର୍ଟାଲ ରହିଛି ତ ସେଇ ସିଟିଜେନ ପୋର୍ଟାଲରେ ଇଜିଲି ଆପଣମାନଙ୍କର ଆବେଦନ ହେଇପାରିବ। ତେଣୁ ଏଇଟା ନୂଆ କରି ନୁହେଁ, ବହୁତ ପୂର୍ବରୁ ମଧ୍ୟ ଚାଲି ଆସୁଛି। ଏ ବିଷୟରେ ମୁଁ ମଧ୍ୟ ପୂର୍ବରୁ ଥରେ ଗୋଟେ ଭିଡିଓ ମାଧ୍ୟମରେ କହିଥିଲି। ତେଣୁ ବର୍ତ୍ତମାନ ଯେହେତୁ ଏଟାକୁ ସବୁଆଡେ ଟ୍ରେଣ୍ଡିଂରେ କରିଦିଆଯାଇଛି, ତେଣୁ ଆପଣମାନେ ମଧ୍ୟ କନଫ୍ୟୁଜନ ଅଛନ୍ତି ଯେ ସିନିୟର ସିଟିଜେନ କାର୍ଡ ଆମେ ବନେଇବା କି ନାହିଁ। ତେଣୁ ଯୋଉ ଯୋଉ ବେନିଫିଟ କଥା ମୁଁ କହିଲି ଏଇ ସବୁ ବେନିଫିଟ ଆପଣମାନଙ୍କୁ ସିନିୟର ସିଟିଜେନ କାର୍ଡ ମାଧ୍ୟମରେ ମିଳିପାରିବ। ତ ଯଦି ଆପଣମାନେ ଆବେଦନର ଡିଟେଲ୍ସ ଭିଡିଓ ଦେଖିବା ପାଇଁ ଚାହୁଁଛନ୍ତି କମେଣ୍ଟ କରନ୍ତୁ। ଏହାର ପରବର୍ତ୍ତୀ ଭିଡିଓରେ କେମିତି ସିନିୟର ସିଟିଜେନ କାର୍ଡ ଆପଣମାନେ ଆବେଦନ କରିବେ ଏବଂ ଆବେଦନ କଲା ପରେ ତାହାକୁ କେମିତି ଏପ୍ରୁଭାଲ ମିଳିପାରିବ, ସେଇ କାର୍ଡ କେମିତି ଆପଣମାନେ ପାଇପାରିବେ ସେ ବିଷୟରେ ଆଉ ଗୋଟେ ଡେଡିକେଟେଡ ଭିଡିଓ ମୁଁ ଆପଣମାନଙ୍କ ସହିତ ସେୟାର କରିବି। ତ ଯଦି ଭିଡିଓଟି ଭଲ ଲାଗିଛି ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଏବଂ ଆପଣମାନେ ସିନିୟର ସିଟିଜେନ କାର୍ଡ ପୂର୍ବରୁ ବନେଇଛନ୍ତି କି ନାହିଁ କମେଣ୍ଟ ସେକ୍ସନରେ ନିହାତି ଜଣାଇବେ। ଧନ୍ୟବାଦ।